ନମସ୍କାର। ଆଜିର ଏହି ବିଶ୍ଳେଷଣରେ ଆମେ ମହାକାଶର ଏକ ଅଦ୍ଭୁତ ଆଉ ରହସ୍ୟମୟ ଦୁନିଆ ଭିତରକୁ ଯିବା। ଆସନ୍ତୁ ପ୍ଲୁଟୋର 120 ବର୍ଷର ଦୀର୍ଘ ତଥା ରୋମାଞ୍ଚକର ଯାତ୍ରାର ଅନୁସନ୍ଧାନ କରିବା। ଟିକେ ଚିନ୍ତା କରନ୍ତୁ, ଆକାଶରେ ମିଞ୍ଜି ମିଞ୍ଜି ଜଳୁଥିବା ଏକ ଛୋଟ ଆଲୋକବିନ୍ଦୁ କିପରି ଆମ ସୌରଜଗତର ଏକ ଗୁପ୍ତ ପ୍ରବେଶ ପଥ ପାଲଟିଗଲା। ବିଭିନ୍ନ ତଥ୍ୟ ଆଉ ଗବେଷଣାକୁ ଆଧାର କରି ଆଜି ଆମେ ଏକ ବରଫାବୃତ ଏବଂ ସମ୍ପୂର୍ଣ୍ଣ ଗତିଶୀଳ ଜଗତର କାହାଣୀ ଉନ୍ମୋଚନ କରିବାକୁ ଯାଉଛୁ। ଆଚ୍ଛା, ଆସନ୍ତୁ ସିଧା ବିଷୟବସ୍ତୁକୁ ଯିବା। ପ୍ରଥମେ ଆମେ ପ୍ଲାନେଟ୍ ଏକ୍ସର ସନ୍ଧାନ ବିଷୟରେ ଜାଣିବା, ତାପରେ ବାମନ ଗ୍ରହ ବିତର୍କ, ପ୍ଲୁଟୋର ବର୍ଦ୍ଧିତ ଚନ୍ଦ୍ର ପରିବାର, ଏକ ଗତିଶୀଳ ବରଫ ଜଗତ, ଆଉ ଶେଷରେ ପ୍ଲୁଟୋ ବାହାରେ ଥିବା ବାୟୁମଣ୍ଡଳ ବିଷୟରେ କଥା ହେବା। ପ୍ରଥମ ଭାଗ, ପ୍ଲାନେଟ୍ ଏକ୍ସର ସନ୍ଧାନ, ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗ। ଟିକେ ଭାବନ୍ତୁ ତ, 19 ଶତାବ୍ଦୀର ଶେଷ ଆଉ 20 ଶତାବ୍ଦୀର ଆରମ୍ଭର କଥା। ସେତେବେଳେ କୌଣସି ଆଧୁନିକ କମ୍ପ୍ୟୁଟର କିମ୍ବା ଉନ୍ନତ ସ୍ୟାଟେଲାଇଟ୍ ନଥିଲା। ଖଗୋଳ ବିଜ୍ଞାନୀମାନେ କେବଳ ଖାତା କଲମରେ ଶୁଦ୍ଧ ଗଣିତ ଆଉ ଯାନ୍ତ୍ରିକ ଗଣନା କରି ଏକ ଅଦୃଶ୍ୟ ଗ୍ରହର ଖୋଜ କରୁଥିଲେ। ଆମେରିକୀୟ ଖଗୋଳ ବିଜ୍ଞାନୀ ପର୍ସିଭାଲ ଲୋଏଲଙ୍କର ଏକ କଥା ଏଠାରେ ଏକଦମ ସଠିକ୍ ଲାଗେ। 1902 ଆଉ 1903 ମସିହା ବେଳକୁ ନେପଚୁନ୍ ଗ୍ରହର କକ୍ଷପଥରେ ଥିବା ସାମାନ୍ୟ ଅନିୟମିତତାକୁ ଦେଖି ସେ ଦୃଢ଼ ନିଶ୍ଚିତ ଥିଲେ ଯେ ସୌରଜଗତର ଶେଷ ଭାଗରେ ନିଶ୍ଚିତ ଭାବରେ ଏକ ନବମ ଗ୍ରହ ଅଛି। ସେ ତାର ନାଁ ଦେଇଥିଲେ ପ୍ଲାନେଟ୍ ଏକ୍ସ, ଆଉ ସେଠୁ ହିଁ ଆରମ୍ଭ ହୋଇଥିଲା ଏକ ଐତିହାସିକ ଅନ୍ୱେଷଣ। ଏହି ଖୋଜ କିଛି ଛୋଟ କଥା ନଥିଲା। ଏହା ଦଶନ୍ଧି ଦଶନ୍ଧି ଧରି ଚାଲିଥିଲା। 1905ରେ ଆରମ୍ଭ ହେଲା, କିନ୍ତୁ 1916ରେ ଲୋଏଲଙ୍କ ଦେହାନ୍ତ ପରେ ଏହା ଅଟକିଗଲା। ଶେଷରେ 1927ରେ ଏହା ପୁଣିଥରେ ଜୋର ଧରିଲା। ଆଉ ସବୁଠାରୁ ରୋମାଞ୍ଚକର କଥା ହେଉଛି, 18 ଫେବୃଆରୀ 1930ରେ ମାତ୍ର 23 ବର୍ଷର ଜଣେ ଯୁବକ କ୍ଲାଇଡ୍ ଟମ୍ବକ୍ ଗୋଟିଏ ବ୍ଲିଙ୍କ କମ୍ପାରେଟର ଯନ୍ତ୍ରରେ ଦୁଇଟି ଫଟୋ ଭିତରେ ଗୋଟିଏ ଛୋଟ ବିନ୍ଦୁର ସ୍ଥାନ ବଦଳୁଥିବାର ଲକ୍ଷ୍ୟ କଲେ। ଆଉ ସେହି ବିନ୍ଦୁଟି ହିଁ ଥିଲା ଆମର ପ୍ଲୁଟୋ। ଆଚ୍ଛା, ଏଠି ଗୋଟେ ବହୁତ ମଜାଦାର ଘଟଣା ଅଛି। ମହାକାଶର ଏତେ ବଡ଼ ରହସ୍ୟ କିପରି ଏକ ସାଧାରଣ ଦିନଚର୍ଯ୍ୟା ସହ ଯୋଡ଼ି ହୋଇଯାଇଥିଲା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଯେତେବେଳେ ଟମ୍ବକ୍ ନିଜ ଆବିଷ୍କାରକୁ ନେଇ ନିଶ୍ଚିତ ହେବାକୁ ଆଉ କିଛି ଫଟୋ ଉଠାଇବାକୁ ଚାହିଁଲେ, ସେଦିନ ଆକାଶ ପୁରା ମେଘୁଆ ହୋଇଗଲା। କ'ଣ କରିବେ? ସେହି ଉତ୍କଣ୍ଠା ଭିତରେ ଅପେକ୍ଷା କରିବା ପାଇଁ ସେ ଗ୍ୟାରି କୁପରଙ୍କ ଫିଲ୍ମ ଦି ଭର୍ଜିନିଆନ୍ ଦେଖିବାକୁ ଚାଲିଗଲେ। ସତରେ ଏହା ଏକ ବହୁତ ସୁନ୍ଦର ମାନବୀୟ ମୁହୂର୍ତ୍ତ ଥିଲା। ଏବେ ଆସିବା ଏହାର ନାମକରଣ ଉପରେ। ଏହି ନୂଆ ଗ୍ରହର ନାଁ ରୋମାନ ପାତାଳ ଦେବତା ପ୍ଲୁଟୋଙ୍କ ନାମରେ ରଖାଗଲା। କିନ୍ତୁ ଏହା ପଛରେ ଏକ ଖାସ୍ କାରଣ ଥିଲା। ପ୍ଲୁଟୋର ପ୍ରଥମ ଦୁଇଟି ଅକ୍ଷର ପି ଆଉ ଏଲ୍ ବାସ୍ତବରେ ପର୍ସିଭାଲ ଲୋଏଲଙ୍କ ନାମର ଆଦ୍ୟାକ୍ଷର ଅଟେ। ଆଉ ଏହାର ସରକାରୀ ଘୋଷଣା ମାର୍ଚ୍ଚ 13, 1930ରେ ହେଲା, ଯାହାକି ଥିଲା ଲୋଏଲଙ୍କର 75ତମ ଜନ୍ମଦିନ। ତାଙ୍କର ଆଜୀବନ ପରିଶ୍ରମକୁ ଏହା ଥିଲା ଏକ ଚମତ୍କାର ଶ୍ରଦ୍ଧାଞ୍ଜଳି। ଦ୍ୱିତୀୟ ଭାଗ, ବାମନ ଗ୍ରହ ବିତର୍କ, ବର୍ଗୀକରଣରେ ଏକ ବଡ଼ ପରିବର୍ତ୍ତନ। ବିଜ୍ଞାନରେ କ'ଣ ହୁଏ ନା, ଯେମିତି ଆମ ଜ୍ଞାନର ପରିସର ବଢ଼େ, ପୁରୁଣା ସଂଜ୍ଞାଗୁଡ଼ିକ ମଧ୍ୟ ବଦଳେ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଅଗଷ୍ଟ 24, 2006ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନମିକାଲ ୟୁନିୟନ ବା IAU ଗ୍ରହମାନଙ୍କ ପାଇଁ 3ଟି ନୂଆ ସର୍ତ୍ତ ରଖିଲେ। ପ୍ଲୁଟୋ ପ୍ରଥମ 2ଟି ସର୍ତ୍ତ ତ ପୂରଣ କଲା। ଏହା ସୂର୍ଯ୍ୟ ଚାରିପଟେ ଘୁରୁଛି ଆଉ ଗୋଲାକାର ଅଟେ। କିନ୍ତୁ ତୃତୀୟ ସର୍ତ୍ତ ଥିଲା ଯେ ଏହା ନିଜ କକ୍ଷପଥର ଆଖପାଖ ଅଞ୍ଚଳକୁ ଅନ୍ୟ ପିଣ୍ଡରୁ ସଫା ରଖିଥିବ। ଆଉ ସେହିଠାରେ ହିଁ ପ୍ଲୁଟୋ ବିଫଳ ହେଲା। ତେଣୁ ଏହାକୁ ସେରେସ୍ ଏବଂ ଏରିସ୍ ପରି ଏକ ବାମନ ଗ୍ରହର ଆଖ୍ୟା ଦିଆଗଲା। ଅନେକ ଲୋକଙ୍କ ପାଇଁ ପ୍ଲୁଟୋକୁ 134340 ଭାବରେ ନୂଆ ପରିଚୟ ମିଳିବା ଟିକେ ନିରାଶାଜନକ ଥିଲା। ଏହାକୁ ନେଇ ବହୁତ ଚର୍ଚ୍ଚା ଆଉ ବିତର୍କ ମଧ୍ୟ ହେଲା। କିନ୍ତୁ ବୈଜ୍ଞାନିକମାନଙ୍କ ଦୃଷ୍ଟିକୋଣରୁ ଦେଖିଲେ ଏହା ପ୍ଲୁଟୋର ମୂଲ୍ୟ କମାଇ ନଥିଲା, ବରଂ ଆମକୁ ବୁଝାଇଲା ଯେ ପ୍ଲୁଟୋ କୁଇପର ବେଲ୍ଟ ନାମକ ଏକ ବିଶାଳ ଆଉ ନୂଆ ଅଞ୍ଚଳର ଏକ ପ୍ରମୁଖ ସଦସ୍ୟ। ଏହା ପ୍ରକୃତରେ ଏକ ଶେଷ ନଥିଲା, ଏହା ଥିଲା ଏକ ନୂଆ ଆରମ୍ଭ। ତୃତୀୟ ଭାଗ, ଏକ ବର୍ଦ୍ଧିତ ଚନ୍ଦ୍ର ପରିବାର, ଅନ୍ଧାରରେ ସାଥୀ। ଏହା ବହୁତ ଚମତ୍କାର ଭାବରେ ଦର୍ଶାଉଛି ଯେ ପ୍ଲୁଟୋ ଗ୍ରହର ମାନ୍ୟତା ହରାଇଥାଇପାରେ, କିନ୍ତୁ ତାର ନିଜସ୍ୱ ଦୁନିଆ ବହୁତ ରୋମାଞ୍ଚକର। ଆଉ ସେ ଏକା ନୁହେଁ। 1978ରେ ଏହାର ବଡ଼ ଉପଗ୍ରହ କ୍ୟାରନ୍ ମିଳିଲା। ତାପରେ 2005ରେ ହବଲ୍ ଟେଲିସ୍କୋପ ଦ୍ୱାରା ନିକ୍ସ ଆଉ ହାଇଡ୍ରା ନାମକ ଆଉ 2ଟି ଛୋଟ ଉପଗ୍ରହ ଖୋଜି ବାହାର କରାଗଲା। ପୁରୁଣା ପାତାଳ ଜଗତର କାହାଣୀ ସହ ଖାପ ଖାଇଲା ଭଳି ରୋମାନ ଆଉ ଗ୍ରୀକ୍ ପୁରାଣରୁ ଏମାନଙ୍କର ନାମକରଣ କରାଗଲା। କିନ୍ତୁ ଜାଣିଛନ୍ତି, ଏହି ନିକ୍ସ ଆଉ ହାଇଡ୍ରା ନାମ ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି। 2006ରେ ଯେତେବେଳେ ବୈଜ୍ଞାନିକମାନେ ଏମାନଙ୍କର ନାଁ ବାଛିଲେ, ସେମାନେ ବହୁତ ଚତୁରତାର ସହ ନିକ୍ସ ପାଇଁ N ଆଉ ହାଇଡ୍ରା ପାଇଁ H ରଖିଥିଲେ। କାହିଁକି ଜାଣିଛନ୍ତି? କାରଣ ଏହା ହେଉଛି ନ୍ୟୁ ହରାଇଜନ୍ସ ଆଉ ହବଲ୍ ଟେଲିସ୍କୋପର ଆଦ୍ୟାକ୍ଷର। ସେହି ମହାନ ଉପକରଣଗୁଡ଼ିକୁ ସମ୍ମାନ ଜଣାଇବାର ଏହା ଏକ ନିଆରା ଉପାୟ ଥିଲା। ଚତୁର୍ଥ ଭାଗ, ଏକ ଗତିଶୀଳ ବରଫ ଜଗତ।
ପ୍ଲୁଟୋର ପୁନରୁଦ୍ଧାରର କାହାଣୀ। ଏବେ ଆସିଲା ଆମ କାହାଣୀର ସବୁଠୁ ରୋମାଞ୍ଚକର ମୋଡ୍। ଏବେ ଆମେ ସେଇ ମିଞ୍ଜି ମିଞ୍ଜି ଆଲୋକବିନ୍ଦୁରୁ ବାହାରି 2015ର ସ୍ପଷ୍ଟ ଆଉ ରଙ୍ଗୀନ ଚିତ୍ର ଦୁନିଆରେ ପାଦ ଦେବା। ଟିକେ ଚିନ୍ତା କରନ୍ତୁ, ନାସାର ଏକ ମହାକାଶଯାନ 10 ବର୍ଷ ଧରି 3 ବିଲିୟନ ମାଇଲ ଯାତ୍ରା କରି ସୌରଜଗତର ଶେଷ ମୁଣ୍ଡରେ ପହଞ୍ଚିଲା। ଆମେ ସମସ୍ତେ ଭାବୁଥିଲେ ପ୍ଲୁଟୋ ବୋଧହୁଏ ଗୋଟିଏ ନୀରସ ମୃତ ବରଫଖଣ୍ଡ ହୋଇଥିବ, କିନ୍ତୁ ସେଠାରେ ବାସ୍ତବରେ କ'ଣ ଅପେକ୍ଷା କରି ରହିଥିଲା? ସୌରଜଗତ ଯେମିତି ସବୁଠୁ ଭଲ ଜିନିଷଟାକୁ ଶେଷ ପାଇଁ ସାଇତି ରଖିଥିଲା। ନ୍ୟୁ ହୋରାଇଜନ୍ସର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଆଲାନ୍ ଷ୍ଟର୍ଣ୍ଣଙ୍କର ଏହି କଥାଟି ଏକଦମ ସତ। ଯେତେବେଳେ ପ୍ରଥମ ଚିତ୍ରଗୁଡ଼ିକ ଆସିଲା, ପୂରା ବୈଜ୍ଞାନିକ ମହଲ ଆଶ୍ଚର୍ଯ୍ୟ ହୋଇଗଲା। କାରଣ ପ୍ଲୁଟୋ ଏକ ମୃତ ଗ୍ରହ ନଥିଲା, ଏହା ଥିଲା ସମ୍ପୂର୍ଣ୍ଣ ଜୀବନ୍ତ ଆଉ ଆଶ୍ଚର୍ଯ୍ୟଜନକ ଭାବରେ ବିବିଧତାରେ ଭରା ଏକ ଦୁନିଆ। ଆଉ ଯେତେବେଳେ ତଥ୍ୟ ଆସିଲା, ବାପରେ, ସେଠି 45 ମାଇଲ ଲମ୍ବା ବାଲିସ୍ତୂପ ଅଛି, ମାନେ ସେଠି ପବନ ବହୁଛି। ରାଇଟ୍ ମନ୍ସ ଭଳି ବିଶାଳ ବରଫ ଆଗ୍ନେୟଗିରି ଅଛି। 6 ମାଇଲ ଚୋଡ଼ାର ନାଇଟ୍ରୋଜେନ୍ ବରଫର ଖଣ୍ଡ ସବୁ କ୍ରମାଗତ ଭାବେ ଉପର ତଳ ହେଉଛି। 2.5 ମାଇଲ ଗଭୀର ଫାଟ ଦେଖିବାକୁ ମିଳିଛି, ଯାହା ତଳେ ଏକ ବରଫ ମହାସାଗର ଥିବାର ପ୍ରମାଣ ଦେଉଛି। ଆଉ ସବୁଠୁ ବଡ଼ କଥା ହେଲା, ସେଠାରେ ଛୋଟ କ୍ରାଟର କିମ୍ବା ଗର୍ତ୍ତ ପ୍ରାୟ ଦେଖିବାକୁ ମିଳିଲାନି, ଯାହାର ଅର୍ଥ ହେଲା ପ୍ଲୁଟୋର ପୃଷ୍ଠଭୂମି ସମ୍ପୂର୍ଣ୍ଣ ନୂଆ। ଟିକେ ଭାବନ୍ତୁ, ସେଠାରେ ନୀଳା ଆକାଶ ଆଉ ବିଶାଳ ପର୍ବତମାଳା ମଧ୍ୟ ଅଛି। ପ୍ଲୁଟୋର ସେହି ପ୍ରସିଦ୍ଧ ହୃଦୟ ଆକୃତିର ଅଞ୍ଚଳ କଥା କେବେ ଶୁଣିଛନ୍ତି? ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ବାସ୍ତବରେ ଏକ ସ୍ପନ୍ଦନ କରୁଥିବା ହୃଦୟ। କିପରି ଜାଣିଛନ୍ତି? ପ୍ରତିଦିନ ସୂର୍ଯ୍ୟାଲୋକ ପଡ଼ିଲେ ନାଇଟ୍ରୋଜେନ୍ ବରଫ ବାଷ୍ପ ହୋଇଯାଏ, ଆଉ ସେଇଥିରୁ ଘଣ୍ଟା ପ୍ରତି 20 ମାଇଲ ବେଗରେ ପବନ ବହେ। ପୁଣି ରାତିରେ ସେହି ବାଷ୍ପ ଥଣ୍ଡା ହୋଇ ବରଫ ପାଲଟିଯାଏ। ଏହିଭଳି ଭାବେ ପ୍ରତିଦିନ ପ୍ଲୁଟୋର ପୃଷ୍ଠଭୂମି ବଦଳୁଛି। ପଞ୍ଚମ ତଥା ଶେଷ ଭାଗ, ପ୍ଲୁଟୋ ବାହାରେ ବାୟୁମଣ୍ଡଳ ଆମ ଦିଗବଳୟର ସମ୍ପ୍ରସାରଣ। ଆଚ୍ଛା, ଆମେ ଭାବୁଥିଲେ ପ୍ଲୁଟୋରେ କଥା ସରିଗଲା, କିନ୍ତୁ ନା, ପ୍ଲୁଟୋ ତ କେବଳ ଏକ ଆରମ୍ଭ ମାତ୍ର ଥିଲା। ଏହି କୁଇପର ବେଲ୍ଟରେ ଆହୁରି ଅନେକ ରହସ୍ୟ ଲୁଚି ରହିଛି। ନିକଟରେ ମାନେ 2024ରେ ଏକ ଚମତ୍କାର ଆବିଷ୍କାର ହୋଇଛି। ପ୍ଲୁଟୋଠାରୁ ଆହୁରି ଦୂରରେ, ପ୍ରାୟ 3.4 ବିଲିୟନ ମାଇଲ ଦୂରରେ ଥିବା ଏକ ଛୋଟ ପ୍ଲୁଟିନ ଅଛି, ଯାହାର ନାଁ ହେଉଛି 2002 XV93। ଜାପାନୀ ବୈଜ୍ଞାନିକ ଆରିମାତ୍ସୁ ଦେଖିଲେ ଯେ ଯେତେବେଳେ ଏହି ପିଣ୍ଡଟି ଗୋଟିଏ ତାରା ସାମ୍ନା ଦେଇ ଗଲା, ତାହା ତାରାର ଆଲୋକକୁ ଟିକେ ମଳିନ କରିଦେଲା। ଏହାର ସିଧା ଅର୍ଥ ହେଉଛି ସେହି ଛୋଟ ପିଣ୍ଡ ଚାରିପଟେ ନିଜର ଏକ ବାୟୁମଣ୍ଡଳ ଅଛି। ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ବିଶ୍ୱାସ କରନ୍ତୁ, ଏହି ପିଣ୍ଡଟି ମାତ୍ର 300 ମାଇଲ ଚଉଡ଼ା। ପୂର୍ବରୁ ଆମେ ଭାବୁଥିଲେ ଯେ ବାୟୁମଣ୍ଡଳ ରଖିବାକୁ ହେଲେ ଗ୍ରହଟିଏ ବହୁତ ବଡ଼ ହେବା ଦରକାର। କିନ୍ତୁ ଏହି କ୍ଷୁଦ୍ର ପିଣ୍ଡଟି ଆମର ସେହି ପୁରୁଣା ଧାରଣାକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଦେଇଛି। ଏବେ ଏହାର ବାୟୁମଣ୍ଡଳ କେତେ ପତଳା ଜାଣିବାକୁ ଚାହିଁବେ? ଦେଖନ୍ତୁ, ପ୍ଲୁଟୋର ନିଜସ୍ୱ ବାୟୁମଣ୍ଡଳ ତ ଆଗରୁ ବହୁତ ପତଳା, କିନ୍ତୁ ଏହି 2002 XV93ର ବାୟୁମଣ୍ଡଳ ପ୍ଲୁଟୋ ତୁଳନାରେ ଆହୁରି 50ରୁ 100 ଗୁଣ ଅଧିକ ପତଳା ଅଟେ। ଆଉ ଯଦି ଆମେ ଆମ ପୃଥିବୀ ସହ ଏହାକୁ ତୁଳନା କରିବା, ତେବେ ଏହା ପୃଥିବୀଠାରୁ 5ରୁ 10 ନିୟୁତ ଗୁଣ ପତଳା। ଏତେ ଦୂରରେ ଏମିତି ଏକ କ୍ଷଣସ୍ଥାୟୀ ବାୟୁମଣ୍ଡଳର ଖୋଜ ମିଳିବା ପ୍ରକୃତରେ ରୋମାଞ୍ଚକର। ତେବେ ଏତେ ଛୋଟ ପିଣ୍ଡରେ ବାୟୁମଣ୍ଡଳ ଆସିଲା କେଉଁଠୁ? ବୈଜ୍ଞାନିକମାନେ ଭାବୁଛନ୍ତି ହୁଏତ ଏହା ଭିତରେ ଥିବା ବରଫ ଆଗ୍ନେୟଗିରିରୁ କ୍ରମାଗତ ଭାବେ ଗ୍ୟାସ୍ ବାହାରୁଛି, କିମ୍ବା ନିକଟ ଅତୀତରେ କୌଣସି ଧୂମକେତୁ ଏହା ସହ ଧକ୍କା ହୋଇଥାଇପାରେ, ଯେଉଁଥିରେ ଏହି ବାଷ୍ପ ବାହାରୁଛି। ଯଦି ଏହା କେବଳ ଏକ ଧକ୍କା ଯୋଗୁଁ ହୋଇଥିବ, ତେବେ କିଛି ବର୍ଷ ପରେ ଏହି ବାୟୁମଣ୍ଡଳ ଉଭେଇଯିବ। ତେଣୁ ଆମକୁ ଏହା ଉପରେ ଆହୁରି ନଜର ରଖିବାକୁ ପଡ଼ିବ। ଆଲୋଚନା ଶେଷ କରିବା ପୂର୍ବରୁ ଗୋଟେ କଥା ଚିନ୍ତା କରିବା। ଯଦି ମାତ୍ର 300 ମାଇଲର ଏକ ଛୋଟ ବରଫପିଣ୍ଡ ନିଜର ବାୟୁମଣ୍ଡଳ ଧରି ରଖିପାରୁଛି, ତେବେ ଆମ ଗଭୀର ସୌରଜଗତର ଅନ୍ଧକାରରେ ଆଉ କେତେ ଆଶ୍ଚର୍ଯ୍ୟଜନକ ଜଗତ ଲୁଚି ରହିଥିବେ। ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ହୁଏତ ଆଗକୁ ଏମିତି ଆହୁରି ଅନେକ ରହସ୍ୟ ଖୋଲିବ। ପ୍ଲୁଟୋର କାହାଣୀ କେବେ ବି ଏକ ଅନ୍ତ ନଥିଲା, କିମ୍ବା ତାହା କେବଳ ଏକ ବାଦ ପଡ଼ିଥିବା ଗ୍ରହ ନୁହେଁ। ଏହା ଥିଲା ଏକ ବିଶାଳ ଅଜ୍ଞାତ ଦିଗବଳୟର ପ୍ରଥମ ପଥପ୍ରଦର୍ଶକ। ତେବେ ଆଜିର ଏହି ବିଶ୍ଳେଷଣରେ ଆମ ସହ ଯୋଗ ଦେଇଥିବାର ଅନେକ ଅନେକ ଧନ୍ୟବାଦ। ହୁଏତ ଆଗକୁ ମହାକାଶରୁ ଆହୁରି କିଛି ଚମତ୍କାର ଖବର ଆମ ପାଇଁ ଅପେକ୍ଷା କରିଛି।